ଆମରି ଭିତରେ ସବୁ ଅଛି। ଅଯୋଧ୍ୟା ମଧ୍ୟ ଆମରି ଭିତରେ ଅଛି। କହିଲେ ଅନନ୍ତ ଏଇ ଲଲାଟ ଚକ୍ରରେ ଅଛନ୍ତି। କୋଉ ରୂପରେ? ଜ୍ୟୋତିରାନନ୍ଦ ରୂପରେ। ଯଦି ଜୀବନରେ ଏମିତି ହଉ ହଉ ଯଦି କେତେବେଳେ ଟିକେ ପାଇଗଲେ ଜୀବନ ସାର୍ଥକ ହେଇଯିବ। ଅଯୋଧ୍ୟା ଏଇ ଚକ୍ରକୁ ଟିକେ ଆଖି ବୁଝି ଧ୍ୟାନ କର। ହୃଦୟ ଚକ୍ର ହଉଛି ତାଙ୍କର ଘର। ତେଣୁ ସଜ୍ଜନ ଆକୁ ସବୁ ଭୁଲ ବୁଝିବେନି। ଆମେ ଖାଲି ଉପାଖ୍ୟାନ ସିନା ପଢୁଛୁ, କିନ୍ତୁ ତତ୍ତ୍ୱ ତା ଭିତରେ ଅଛି। ସେଇଥିପାଇଁ ଭାଗବତରେ କହିଲେ ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି ଭବ ସାଗରୁ ତରିଆ। ଏଇଠି ବସି ରାମଙ୍କୁ ଖୋଜନ୍ତୁ, ଲକ୍ଷ୍ମଣଙ୍କୁ ଖୋଜନ୍ତୁ, ମା ଜାନକୀଙ୍କୁ ଖୋଜନ୍ତୁ। ଏଇଠି ବସିକିରି ସମସ୍ତଙ୍କୁ ଖୋଜନ୍ତୁ। ତେଣୁ କେମିତି ଲେଖା ହେଇଛି ଚମତ୍କାର କଥା। हेरा राम 14 वनवास राम 14 वर्ष गले। 14 आपण माने निजे होउछनी 14। 3 हाथ अधे होउची आपण शरीर। एणु जाइकरी मापिबे 84 अंगुल। ये गोटे अर्थ गला। आ गोटे अर्थ होउची जीवन रे जन्म हेले आज पर्यंत जहा करूसंती पुणी बंची थिबा पर्यंत जहा करिवे कौन पई करिवे। 14 कौन 4 1 रे 4 14 कथा मु कहूनी। 4टी तत्व आपण पाइबे, निश्चय पाइबे। से कौन? धर्म अर्थ काम मोक्ष। धर्म अर्थ काम मोक्ष यही 4टी जिन पाईगले आउ कौन दरकार आम से कहले। से नाटा भी एडे सुंदर। से दिन बल्मीक जाइथिले पुष्करिणी कूल को स्नान करने। मैथुन रत कौंच पक्षी से गछ डाल बसी मैथुन क्रिया संपादन करुवा समय राजा दशरथ ताकू चाहिए। कौन कहले? पक्षी एटी स्नानागार तीर्थ जल एटी सब कौन हो गोटे सर माइले गली पड़े। से कौंच पक्षी तार मनरे अभिशाप देइथिला, तुमे मोर सुखर संसार को भांगीदेल। एमिति दिने समय आसीबो आपणकर सुनार संसार भी भांगी।
ରାମ 14 ଧର୍ମ କରନ୍ତୁ। କିଏ ଆପଣଙ୍କୁ ଉପହାସ କରୁଛି, ହସୁଛି, ତା ହସ। ଆପଣ ଧର୍ମକୁ ରକ୍ଷା କରନ୍ତୁ। ଧର୍ମର ବହୁତ ଅର୍ଥ ଅଛି, ଏତେ କଥା ମୁଁ କହୁନି। ଆପଣମାନେ ଅଣଶିକ୍ଷିତ ନୁହନ୍ତି, ଆପଣମାନେ ପାଠୁଆ କର୍ମୀ। ତେଣୁ ଆପଣମାନଙ୍କ ଜୀବନରେ ଅନେକ ଅନୁଭବ ଅଛି। ମୁଁ କ'ଣ ଏକୁଟିଆ ଗୋଟିଏ ପଣ୍ଡିତ? ତେଣୁ ସଜ୍ଜନ ଏକରେ ଧର୍ମ। ବାଲ୍ୟକାଳୁ ଧର୍ମ ଆଜି ଯାହା କରିବା କଥା ଆଜି କର। ବର୍ତ୍ତମାନ ଯାହା କରିବା କଥା ବର୍ତ୍ତମାନ କର। ଜଣକୁ ବର୍ତ୍ତମାନ ଅକ୍ସିଜେନ ଦେବାର କଥା ବର୍ତ୍ତମାନ ଦେବା ଆରମ୍ଭ କର। ଆପଣ କାଲିକି ଦେବା, ତାପରେ ନଥିବ କାହାକୁ ଦେବେ? ସୁବତ୍ସ ଶୀଘ୍ରମ୍, ଏ କଥା ରାବଣ ମଧ୍ୟ ରାମକୁ ଶିଖେଇଛି। ଧର୍ମ ଦୁଇରେ ହେଲା ଅର୍ଥ। ଧନ ଅର୍ଜନି ଧର୍ମ। ବହୁତ ବହୁତ ଅର୍ଥ ଉପାର୍ଜନ କରନ୍ତୁ, କିନ୍ତୁ ମିଛ କହି ଲାଞ୍ଚ ଦେଇ, ଲାଞ୍ଚ କିଏ ନେଉଛି କି ନାହିଁ ମୁଁ କହିପାରିବି, ଏମିତି ଏଇ ଯେଉଁ ଚାଲିଛି ବର୍ତ୍ତମାନ, କାହାକୁ ବନ୍ଧୁକ ଦେଖେଇ କାହାକୁ ମର୍ଡର କରି, ଏମିତିଆ ଧନ କିଛି ଆବଶ୍ୟକ ନାହିଁ। ଭାଗବତ ମନା କରିଦେଲେ। ଦୁଃଖେ ସଞ୍ଚିତ ଅର୍ଥ ଉପାର୍ଜନ କରିବେ, ଆପଣଙ୍କ ପାଇଁ ଖର୍ଚ୍ଚ ରଖିବେ, ବାପ ମାଙ୍କ ପାଇଁ କିଛି ଦେବେ, ଗୁରୁକ୍ଷେତ୍ରକୁ ଦେବେ, ଆଉ ସାଙ୍ଗସାଥିରେ ବସିଛି ଯାହା ମଦ ମାଦକକୁ ଛାଡ଼ିକିରି ଯାହା ଚାଟ ଫାଟ ଯାହା ଖାଇବା କଥା ଖାଅ। ତେଣୁ ଜୀବନଟା ଅତି ସୁନ୍ଦର, ଆମେ ତାକୁ ଅତି ଖରାପ କରିଦେଲା। ଜୀବନ ବନ କହିଲେ ଜଳ, ବନ କହିଲେ ସୁନ୍ଦର, ବନ କହିଲେ ଜଙ୍ଗଲ। ଆପଣ ସେଇ ମାଟିର ସନ୍ତାନ। ହଉ ସଜ୍ଜନ, ଇଏ ଧର୍ମ କରିବେ, ଅର୍ଥ ଉପାର୍ଜନ କରିବେ। କାହିଁକି କରିବେନି? କରିବେ, କିନ୍ତୁ ଦୁଃଖେ ସଞ୍ଚିତ ଧନ ଉପାର୍ଜନ ହେଲା। ଏ ଧନ ଉପାର୍ଜନ କଥା କହି ରାତି ପାଇଯିବ। ତେଣୁ ଆମର କ'ଣ ଦରକାର? ଯେତିକି ମନେ ରଖିପାରିବା ସେତିକି କହିବା ଆଉ କରିବା। ଆଚ୍ଛା, ଇଏ ଗଲା ଅର୍ଥ। ଅର୍ଥ ଉପାର୍ଜନ କରନ୍ତୁ, କିନ୍ତୁ ଅର୍ଥ ଲୋଭୀ ହୁଅନ୍ତୁ ନାହିଁ। ଭାଗବତ ମନା କରିଦେଲେ, ସେମିତି ଜମା ହବନି, ସେମିତି ଜମା ହବନି।
ଆପଣମାନେ ସବୁ ଓଡ଼ିଆ, ଆମ ଘର ହେଉଛି ଓଡ଼ିଶା। ଆମେ ଜଗନ୍ନାଥ ଦେଶର ଗୋଟେ ଗୋଟେ ଛୋଟିଆ ସେବକ, ଆମେ ବି ସେବକ। ସେ କ'ଣ କହିଛନ୍ତି? ଦୁଃଖେ ସଞ୍ଚିତ ତେଣୁ ଇଏ ହେଲା କଥା। ତେଣୁ ଧନ ଉପାର୍ଜନ କରିବା ପାଇଁ କେହି ଆଦୌ କୌଣସି ଶାସ୍ତ୍ର ମନା କରିନାହିଁ। ଧର୍ମ ଅର୍ଥ, ତାପରେ କ'ଣ ଆସିଲା? କାମ। ସେ କାମଟି କ'ଣ? ଭଲ ମଣିଷ ହବା, ପୁଅ ଝିଅଙ୍କୁ ଭଲ ମଣିଷ କରିବା, ସୁସନ୍ତାନ ସୃଷ୍ଟି କରିବା, ଅଯଥା କାମନା, ଅଯଥା ଲୋଭରୁ ଦୂରେଇ ଯିବା। ତାପରେ ଆସିଲା ମୋକ୍ଷ। ମୋକ୍ଷ କହିଲେ କ'ଣ? ମୋକ୍ଷ କହିଲେ ସବୁ ଆଉ କେତେ କଥା ଅଛି। ଶାନ୍ତି। ମୁଁ ଶାନ୍ତିରେ ବଞ୍ଚିବି, ଅନ୍ୟକୁ ଶାନ୍ତିରେ ବଞ୍ଚିବାକୁ ଦେବି। ଅନ୍ୟନ୍ନ ଚିନ୍ତୟନ୍ତ ମାଂ ଯେ ଜନା ତେଷାଂ। ରାବଣ କ'ଣ ସୁବର୍ଣ୍ଣ ଲଙ୍କା ଗଢ଼ିଥିଲା? ମୁଁ ବି ମୋ ଘରକୁ ସୁବର୍ଣ୍ଣ କରିବି। ଏ ଯୋଉ ସୁନା ନୁହଁ, ଏ ଯୋଉ ବଜାରରେ ବିକ୍ରି ହଉ, ସେ ଅଲଗା ସୁନା। ଏଠି ସୁନା ମାନେ ପାପ, সোনা। এটি সুনা কইলে অর্থ আজন্ম সর आजिकाली कौन आउ किए गीत बोलुची? हाँ बोलुचंती कि कमीगला। सत्य केवल लिभि जाए ना। ये प्रत्येक कथा भितर लुचि रही जीवन दर्शन। से गोटे कथा होची आस आमे भल मनीष हवा, भल मनीष करिबा। तेणु सज्जन यही कथा को, यही छोटिया कथा को बढ़िया पादपद्म समर्पण करी आपण मान को नमस्कार जणई कथा को विश्राम।